যাও মো জীব নিয় হে সত্য দিব্যরে মোর বক্ষ ভেদ কর দেখাই দে বুঝিব प्रभु दशरथी ए दुष्पापी प्रणाम ग्रहण करतु प्रभु रावण भक्तिपूर्ण श्रुति हृदय रोमांचकर सृष्टि करुछि भाई सीता चोरी प्रतिबन्धी रे भक्ति भूतवाड़ी रे शिथिल करि देउछि हस्तर कदंड चलु नहीं मारिबा पई मन बलु नहीं भाई दया तेज हे रघुसाई केते माया ये दो इतो जानई दया तेज हे रघुसाई कामाया रे स्वर्ण हरिण बधिरा सीता कुने चोराई कास कासे नाग बास बंधन रे पड़िथिला बेनी भाई दया तेज हे रघुसाई भंड प्रतारक अटय राक्षस चिर भक्त भाव छाड़ी अति शीघ्र बध कर लक्ष्मण तू तो जानो भाई सात्विक रीति रे हमर पुत एवं भक्त वत्सल नामटे मोर भक्त को मारिबा पई मन करू नहीं भाई मोहनाचर अनेक करछि पापे लिप्त शरीर मोहन यद्यपि राम मते स्वहस्ତରେ कथन करिबे तारे पुनर्बार पूर्व स्थान उपलब्धि असंभव साधना करी লাগিব পুরে সমর न करे कदापि राम मोटी पारिबे ताहले जन्म जन्मांतरे एहिपरि राक्षस जटाधारी अभी छुट्टी हले ओडेही बिना युद्धे नहीं जीवु जनगणन नहीं ए भक्ति बल छल मात्र भक्ति जने कर्म कोट उडारी अग्रसर होत सकते कुंभकर्ण मेघनाद हत्यार प्रति सवान्धी अनेक तनावस्त्र धमरे क्लारित करेगी राक्षस दुग्रुत दुक्षाई उपमा कहीं प्रतारक संभाल संभाल अग्निअस्त्र धन्यवाद धन्यवाद हनुमान এই তারা রাবণ মৃত্যু সুনিশ্চিত।
빌사바호모여 바호 오늘때 뭘 상계 해보던 사리 럭자는 야시스 좀 다가려고 তোর মৃত্যু ছাড়া বর্তমান মোর হস্তগতরে 야 অসম্ভব মৃত্যু সরণে মন্ডলী হস্তারে পূজা পৌঁছি তোমার উপরে নিরীক্ষণ করার পিষ্ট এইটা তোর মৃত্যু ছাড়া ಎಲ್ಲ ಮಂತ್ರದ ಯಾತ್ತರು ಹನುಮಕರಿಗೆ ಎಸಿಸಿ ସଜ୍ଞାନକୁ ପ୍ରହାର କରିବା ସଂଜ୍ଞାହୀନକୁ ପ୍ରହାର କରିବାର ଶାସ୍ତ୍ର ମଧ୍ୟ ଅବୈଧ ଚାଲ ଛାଡ଼ିବା ପୂର୍ବରୁ ତାର ମୃତ୍ୟୁ ନ ଛାଡ଼ିବା ପୂର୍ବରୁ ଆଉ ଥରେ ତାକୁ ଦର୍ଶନ ଦେବା ରାଜନୀତି ତଥା ଏବଂ ପ୍ରତିବାଦ ତାଠାରୁ ରାଜନୀତି ତଥା ପ୍ରତିବାଦ କରିବା শত্রু ঠাରୁ রাজনীতি শিক্ষা ମୁଁ ଉତ୍ତମ ମନେ କରୁନାହିଁ ଜ୍ୟେଷ୍ଠ ଭ୍ରାତ ବ୍ରହ୍ମସ୍ୱର ଆଘାତରେ ରାବଣର ପୂର୍ବ ଜ୍ଞାନ ଫେରି ପାଇଛି ଲକ୍ଷ୍ମଣ জ্যେষ্ঠ ভ্রাত ଆମେ ରାଜବଂଶରେ ଜନ୍ମ କିନ୍ତୁ ଫଳମୂଳ ଆହାର କରି ଅନସ୍ତରେ କାଳ କଟାଉଛୁ ଅଯୋଧ୍ୟାକୁ ଗଲା ପରେ ନିଶ୍ଚୟ ଯୌରାଜ୍ୟରେ ଅଭିଷିକ୍ତ ହବା ରାବଣ ଅତ୍ୟାଚାରୀ ହେଲେ ସୁଦ୍ଧା ରାଜନୀତିରେ ନିପୁଣ ଅଟେ প্রভু ଭଳି ଭାବନା ଆଣି ଯାଅ ଭାଇ ତା ପାଖରୁ କିଛି ରାଜନୀତି ଶିକ୍ଷା ଗ୍ରହଣ କରି ଆସ প্রভু ଲକ୍ଷ୍ମଣ ତୁମେ ସାକ୍ଷାତ ଅନନ୍ତ ମୂର୍ତ୍ତି ମୋ ଅଜ୍ଞାନରେ ଶକ୍ତି ଭେଦ କରି ମହା ଭୁଲ କରିଛି କ୍ଷମା ଦେବ ରାମ ସାଞ୍ଜ ମୋ ପାପି ଭୟ କରୁନା ଜ୍ୟେଷ୍ଠ ଭ୍ରାତ ଦେଇଛନ୍ତି କିଛି ରାଜନୀତି ଶିକ୍ଷା ଦେବା ପାଇଁ ମୋ ପାପି ବା କାହୁ ଧରିବି ରାଜନୀତି ଶିକ୍ଷା ରାଘବଙ୍କୁ ନୀତି ଶିକ୍ଷା ଦେବା ପାଇଁ ମୁଁ କି ସମର୍ଥ ହୋଇପାରିବି ନା 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 ମୁଁ ତା ପାରିବି ନାହିଁ ଦ୍ୱାରା ଅଧିକ ହେଉଛି ଜ୍ୟେଷ୍ଠ ଭ୍ରାତ ରାଘବଙ୍କୁ ମୁଁ ନୀତି ଶିକ୍ଷା ଦେବା ପାଇଁ ସମର୍ଥନ ନେବି ପ୍ରକାଶ କଲା ତେଣୁ ମୁଁ ବାହୁଡ଼ି ଆସିଲି ପ୍ରଭୁ ବାହୁଡ଼ି ଆସିଲୁ ହଁ ପ୍ରଭୁ ତେବେ ଚାଲ ଭାଇ ମୁଁ ତାଠାରୁ ରାଜନୀତି ଶିକ୍ଷା ଗ୍ରହଣ କରିବି ଚାଲନ୍ତୁ ପ୍ରଭୁ ନା ଭୟ କର ନା ମୋର ପ୍ରୟାସ କିଛି ରାଜନୀତି ଶିକ୍ଷା ଗ୍ରହଣ କରିବା ପାଇଁ ପ୍ରଭୁ ପରମ ବ୍ରହ୍ମ କପଟି ମାନବ ତୁମରି ମହିମା ଜାଣିବାକୁ ମୁଁ କି ସକ୍ଷମ ହୋଇପାରିବି ଯାହାଠାରୁ ସତ୍ୟ ଉତ୍ପନ୍ନ ପାପିବା କଣ ଶିକ୍ଷା ଦେବ ପ୍ରଭୁ ତୁମଠାରୁ ସର୍ବଜ୍ଞ ପଣ୍ଡିତ ଏ ସଂସାରରେ ନାହିଁ ତେଣୁ ତୁମଠାରୁ କିଛି ରାଜନୀତି ଶିକ୍ଷା ଗ୍ରହଣ କରିବା ପାଇଁ ମୋର ଅଭିଳାଷ ଅଛି ବୈରୀ ଭାବନ ଆଣି କିଛି ରାଜନୀତି ଶିକ୍ଷା ଦିଅନ୍ତୁ ତେବେ କହୁଛି ଶୁଣନ୍ତୁ ଶୁଭ କାର୍ଯ୍ୟ କରିବାକୁ ହେଲେ ତତ୍କ୍ଷଣାତ୍ କରିବ ତା ଅବହେଳା କରିବ ନାହିଁ ତାର କାରଣ କହୁଛି ଶୁଣନ୍ତୁ ମୁଁ ଦିନେ ସୁରପତିଙ୍କ ଠାରୁ ଯମଭୁବନକୁ ଦୃଷ୍ଟିପାତ କରି ପାପୀମାନଙ୍କୁ ଯମଦୂତମାନେ ରୌରବ ତୈଳ କୁଣ୍ଡରେ ନେଇ ମାରୁଛନ୍ତି ମୁଁ ଭାବିଲି ତାହା ସହ୍ୟ କରିପାରିଲି ନାହିଁ ଭାବିଲି এই নরক কুণ্ডକୁ ପୋତି ଦେଇ
କିନ୍ତୁ ଖେଳରେ ତା କରିପାରିବି ନାହିଁ। ବରଂ ମୃତ୍ୟୁ କାଳର ବରଂ ମୃତ୍ୟୁ କାଳ ଆସି ପହଞ୍ଚିଲା। ଆଉ ଦିନେ ମୁଁ କଳ୍ପନା କଲି ଆଉ ଦିନେ ମୁଁ କଳ୍ପନା କଲି ଲବଣ ସିନ୍ଧୁକୁ ଅନ୍ୟ ଲବଣ ସିନ୍ଧୁକୁ ଅନ୍ୟ ସ୍ଥାନେ ଥୋଇ କ୍ଷୀର ସିନ୍ଧୁ କ୍ଷୀର ସିନ୍ଧୁକୁ ଲଙ୍କା ପାଖେ ଥୋଇ ବହୁ କାଳ ଭାବି ତାହା ମଧ୍ୟ କରିପାରିବି ନାହିଁ। ସ୍ୱର୍ଗକୁ ସିଡ଼ି ବାନ୍ଧିବାକୁ ମଧ୍ୟ ସ୍ୱର୍ଗକୁ ସିଡ଼ି ବାନ୍ଧିବାକୁ ମଧ୍ୟ ମୋର ପ୍ରୟାସ ଥିଲା। ବିଶ୍ୱକର୍ମକୁ ଆଜ୍ଞା ଦେବି ଦେବି ବୋଲି ଭାବି ଭାବି ଆପଣଙ୍କର ସଙ୍ଗତେ ଯୁକ୍ତ ହେଲା ମୋର ଆଜ୍ଞା ଦେଇପାରିବି ନାହିଁ। ଯଦ୍ୟପି ଭାବିଲା କାଳ ଏହା କରିଥାନ୍ତି ମୋର ଗୋଟେ କୀର୍ତ୍ତି ରହିଥାନ୍ତା ନା ହବ। ଆଚ୍ଛା କେଉଁ କର୍ମ କେଉଁ ଫଳ ଇଏ ଶୀଘ୍ର କେଉଁ ଫଳ ଦିଏ ଶୀଘ୍ର ପାପ କର୍ମ କରେ କହିବାକୁ କହିବାକୁ ଶକ୍ତି ଶକ୍ତି ନାହିଁ ନାହିଁ। ପ୍ରମୋଶନ ମୋତେ ଜଣା ହେଉଛି ବ୍ରହ୍ମସର ମୋତେ ଜ୍ୱଳା ହେଉଛି। ତଥାପି ଶୁଣନ୍ତୁ ତଥାପି ଶୁଣନ୍ତୁ ମୁଁ ବହୁତ ମୁଁ ବହୁତ ପାପ ପାପ କର୍ମ କରିଛି। ଭୟରେ ତ ଗୋଟେ ମନ୍ଦ କର୍ମ କହୁଛି ଶୁଣନ୍ତୁ। ସର୍ବର କାରଣ ପ୍ରବର୍ତ୍ତନାରେ ପଡ଼ି ତତ୍କ୍ଷଣାତ୍ ମୁଁ ସୀତା ହରଣ କରି ଲଙ୍କା ପ୍ରଶୋଷଣ ସେଥିଲାଗି ଲଙ୍କାପୁର ଶ୍ମଶାନ କରି ତେଣୁ ମନ୍ଦ କର୍ମରେ ତେଣୁ ମନ୍ଦ କର୍ମରେ କରିବି ବୋଲି ଆଗକୁ ଆଗକୁ ସମୟ ଦେବା ଆବଶ୍ୟକ। ଆଉ ପୁଣ୍ୟ କର୍ମ ଆଉ ପୁଣ୍ୟ କର୍ମରେ ହେଳା ହେବା ଅଭିଜ୍ଞତା କରିବି। ଆଉ ଆଉ ଅଧିକ କ'ଣ କହିବି? ଆପଣ ତ ସର୍ବଜ୍ଞ ପୁରୁଷ ଅଟନ୍ତି। ଅଧିକ ମୋ ଅପରାଧୀ ଘୋର ଅପରାଧୀ ମୋ ପାପୀ ଆଜି ତୁମରି ତୁମରି ମୃତ୍ୟୁ କେବଳ ମୋରି ପାଇଁ ବିଭୀଷଣ ଆଉ କାନ୍ଦିଲେ ମଧ୍ୟ କିଛି ଲାଭ ହେବ ନାହିଁ। ତୁମେ ତ ଜାଣି ହାରିବା ଜିଣିବା ବୀରର ଧର୍ମ। ହସ ପରେ କାନ୍ଦ କାନ୍ଦ ପରେ ହସ। ତମକୁ ଏ କଥା କ'ଣ ଅଭିହିତ? କ୍ରନ୍ଦନ ନକରି ରାଜନୀତି ଗ୍ରହଣ କରି ଅନ୍ତ୍ୟେଷ୍ଟି କ୍ରିୟା ସମାପନ କର। ତୁମେ ଜାଣି ଏ ନସ୍କର ଦେହ କ୍ଷୀଣ ଥାଇ କର୍ମ ନେଇ ଫଳ ଭୋଗ করে ତୁମେ ବିସ୍ମିତ ନ ହୋଇ ସବଦାହ କରିବାର ଯତ୍ନ ନିଅ ବିଭୀଷଣ।
କରିଥିଲି ଲଙ୍କାର ମଉଳି, ସୁଖ ଏବେ ଗଲା କରି। বনবাসী হস্তের জীবন হরাইল স্বামী, ମୁଁ ଅନେକ ଥର ବାରଣ କଲି, ମୋ କଥାକୁ ନ ଶୁଣି ଶେଷରେ ମତେ ଅନ୍ଧୁଳି ସଜାଇଲ ସ୍ୱାମୀ। ତୁମ ବନ୍ଧୁ ସ୍ତ୍ରୀକୁ ମଧ୍ୟ ତୁମ ସହିତ ପତିତ କର ସ୍ୱାମୀ, ଆମ କାହା ମୁଖ ନେଇ ବଞ୍ଚିବି। ମୁଁ ତୁମକୁ ବୀର ବିଷ କାହାକୁ ସଜାଇ ଦେବି ସ୍ୱାମୀ, ଆନନ୍ଦ ଚାମର କାହାକୁ ବିଛେଇ ଦେବି। ମତେ ତୁମେ ସଙ୍ଗତରେ ନିଅ। ବିଭୀଷଣ ମନ୍ଦୋଦରୀକୁ ଶତ୍ରୁ ବିରତ କରନ୍ତୁ ଏବଂ ବିଧି ଭିତରେ ରାବଣର ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରନ୍ତୁ। ପ୍ରଭୁ ରଘୁନାଥ, ପ୍ରଭୁ ରଘୁନାଥ, ଏ ଅଧର୍ମଚାରୀକୁ ଛୁଇଁ ମୁଁ ଏ ନିସ୍ତବ୍ଧ ଶରୀରକୁ କଳୁଷିତ କାହିଁକି କରିବି ପ୍ରଭୁ? ପାପୀ ଶରୀରକୁ ସ୍ପର୍ଶ କରିବା ଶାସ୍ତ୍ର ମଧ୍ୟ ନିଷେଧ ଅଛି। ମୁଁ କିପରି ତାକୁ ସ୍ପର୍ଶ କରିବି? ବିଭୀଷଣ ପ୍ରଭୁ, ଯାହା ପ୍ରକାଶ କଲ ତାହା ମିଥ୍ୟା ନୁହେଁ, ତଥାପି ତୁମେ ଗୋଟିଏ ମାର ସନ୍ତାନ। ରାବଣ ଅତ୍ୟାଚାରୀ ହେଲେ ହେଁ ବାହୁବଳେ ସେ ତ୍ରିପୁର ବିଜେତା। ତେଣୁ ସେ ମହାତ୍ମା ପୁରୁଷ, ତାକୁ ସ୍ପର୍ଶ କଲେ ମଧ୍ୟ କଳୁଷିତ ହେବ ନାହିଁ। ବିଭୀଷଣ ଯାଅ, ମନ୍ଦୋଦରୀର ଶୋକ ଜ୍ୱାଳା ନିର୍ବାଣ କର। ଭାଉଜ ଶୋକ ସମ୍ବରଣ କରନ୍ତୁ, ଆଉ କାନ୍ଦିଲେ ମଧ୍ୟ ଲଙ୍କେଶ ଆଉ ଫେରି ଆସିବେ ନାହିଁ। ମୁଁ ଅନେକ ପ୍ରକାର ବୁଝେଇ କହିଲି, ମୋର କଥାକୁ ନ ମାନି ମତେ ରାଜ୍ୟର ବିତାଡ଼ିତ କଲେ। ରାମଚନ୍ଦ୍ର କହିଛନ୍ତି ଶବଦାହ କରିବାକୁ, ଆଉ ଡାକିବାକୁ ଲଜ୍ଜା ଲାଗୁନାହିଁ। ବିଭୀଷଣ, ତୁମରି ପାଇଁ ଆଜି ଏ ଲଙ୍କାପୁର ଶ୍ମଶାନରେ ପରିଣତ ହୋଇଛି। ତୁମରି ପାଇଁ ମୋ ହସ୍ତରୁ ଶଙ୍ଖା ଯାଇଛି। ତୁମେ ଧାର୍ମିକ ନୁହଁ, କୃତଘ୍ନ, ବିଶ୍ୱାସଘାତକ, ଖୋଟି। ଭାଉଜ, ମୋର ଏଥିବା ଦୋଷ କଣ? ମୁଁ ଅନେକ ପ୍ରକାର ଭାଇକୁ ବୁଝେଇ କହିଲି, କିନ୍ତୁ ମୋର କଥାକୁ ସେ ଭୀତତ୍ରସ୍ତ ହୋଇ ମତେ ରାଜ୍ୟରୁ ବିତାଡ଼ିତ କଲେ। ଏଥିରେ ବା ମୋ ଦୋଷ କଣ? କେଉଁଠି ମୋର ସ୍ୱାମୀ ହନ୍ତା ଶ୍ରୀରାମ? ମନ୍ଦୋଦରୀ ଶୋକ ସମ୍ବରଣ କର। ପ୍ରଭୁ ଦାଶରଥୀ, ଏ ଦୁର୍ଭାଗିନୀର ପ୍ରଣାମ ନିଅନ୍ତୁ। ଦାଶରଥୀ, ପ୍ରଣାମ ନିଅନ୍ତୁ। ମୁଁ କେଉଁଠି ରହିବି ପ୍ରଭୁ, ମତେ ଉପାୟ ଦିଅନ୍ତୁ। ସୌଭାଗ୍ୟବତୀ ହୁଅ ରାଣୀ, ଭଗବାନ ମଙ୍ଗଳ କରନ୍ତୁ।
ପୁତ୍ର ଘରେ ବସିଛି ପ୍ରଭୁ ମୁଁ ତ ପତି ପୁତ୍ର ହରାଇ ବସିଛି ମଥାର ସିନ୍ଦୁର ଯାଇଛି ହାତରୁ ଶଙ୍ଖା ଯାଇଛି କିପରି ମୁଁ ସୌଭାଗ୍ୟବତୀ ହେବି ପ୍ରଭୁ ଏ କଲ୍ୟାଣ ମୋର ପ୍ରାପ୍ୟ ନୁହେଁ ଏ କଲ୍ୟାଣ ମୋର ପ୍ରାପ୍ୟ ନୁହେଁ ରଘୁନାଥ ପ୍ରାପ୍ୟ ନୁହେଁ ଲଙ୍କେଶ ଏହା କଣ କଲା ଲଙ୍କେଶ ଶେଷରେ ରାମ ଅସ୍ତ୍ରରେ ପ୍ରାଣ ଦେଇ ମୃତ୍ୟୁ ଶଯ୍ୟା ହେଲ ମୁଁ ଅନେକ ପ୍ରକାରେ ବୁଝାଇ କହିଲି ମୋର ବାକ୍ୟକୁ କର୍ଣ୍ଣ ଗୋଚର କରିଲ ନାହିଁ ପ୍ରଭୁ ପରିଣାମ ଭୟଙ୍କରରେ ପରିଣତ ହେଲା ଗାଈ ସୀତାଙ୍କର ନିଶ୍ୱାସ ବନ୍ଧି ତୁମକୁ ଆଜି ପାଉଁଶ କରିଦେଇଛି ଲଙ୍କେଶ କିଏ ତୁମେ ବୃଦ୍ଧ ମୋ ରାବଣର ମାତା ମୋହ ପ୍ରଭୁ ମାଲ୍ୟବାନ ଆପଣ ସତ୍ୟସନ୍ଧ ଏବଂ ଦୟାଳୁ ପୁରୁଷ ପ୍ରଭୁ ଏବେ ଦେଖି ପାରୁଛ ତ ମନ୍ଦାଧରୀର ମୁକୁଟ କ୍ରନ୍ଦନ ଏ ଦୃଶ୍ୟ ଦେଖି ଆପଣ କେମିତି ଧୈର୍ଯ୍ୟ ଧରି ରହିପାରୁଛନ୍ତି ପ୍ରଭୁ ମାଲ୍ୟବାନ ଦୁଷ୍ଟ ବିନାଶ ପାଇଁ ମୋର ଏ ଦୁଷ୍ଟ ବିନାଶ ପାଇଁ ମୋର ଏ ଅବତାର ରାବଣ ତ ପରଧନ ପରନାନୀରେ ଆସକ୍ତ ହୋଇଥିଲା ସେ ତାର ଫଳ ସେ ତାର ଫଳ ଭୋଗିଛି ଏଥିରେ ମୋର ଆଉ ଏଥିରେ ବା ମୋର ଦୋଷ କଣ ଅଛି ମାଲ୍ୟବାନ ମୁଁ ଅଦୃଷ୍ଟରୁ ବଞ୍ଚି ମୁଁ ଅଦିତ୍ୟରୁ ବଞ୍ଚିତ ନୁହେଁ ଏତେ ବଡ଼ ଲଙ୍କା ରାଜ୍ୟ ଏତେ ବଡ଼ ଲଙ୍କା ରାଜ୍ୟ ଶ୍ରୀହୀନ ହୋଇଯିବ ରଘୁନାଥ ଅରାଜକ ହୋଇ ରହିଯିବ ଏତେ ବଡ଼ ରାଜ୍ୟକୁ ଶାସିତ କରିବ କିଏ ଆଉ କେହି ନାହିଁ ଆଉ କେହି ନାହାନ୍ତି ଆପଣଙ୍କର ମୋର ଅନୁରୋଧ ଏ ଲଙ୍କା ରାଜ୍ୟ ଆପଣ ଗ୍ରହଣ କରନ୍ତୁ ପ୍ରଭୁ ଲଙ୍କାର ସିଂହାସନ ଲଙ୍କାର ସିଂହାସନ ଅଧିପତ୍ୟ ଗ୍ରହଣ କରନ୍ତୁ ମୁଁ ଆପଣଙ୍କ ଚରଣ ତଳେ ଉତ୍ସର୍ଗ କରୁଛି ନା ମାଲ୍ୟବାନ ମୁଁ ପିତୃ ସତ୍ୟ ପାଳି 14 ବର୍ଷ ବନବାସ ଆସିଛି 14 ବର୍ଷ ଅନ୍ତେ ଅଯୋଧ୍ୟାରେ ଆଧିପତ୍ୟ ଗ୍ରହଣ କରିବି ତେଣୁ ମୁଁ ତାହା ଗ୍ରହଣ କରିବାକୁ ଅସମର୍ଥ ଅଟେ ତେବେ ଏ ଲଙ୍କା ରାଜ୍ୟ ଶ୍ରୀହୀନରେ ପରିଣତ ହବ ରଘୁନାଥ ପରାଜତ ହୋଇ ରହିବ ନା, ଶ୍ରୀହୀନ ହେବ ନାହିଁ ଅରାଜକ ହେବ ନାହିଁ ମାଲ୍ୟବାନ ମୁଁ ବିଭୀଷଣକୁ ପୂର୍ବରୁ ରାଜ୍ୟଭାର ଦେବା ପାଇଁ ସ୍ଥିର କରିସାରିଛି ମନ୍ଦୋଦରୀ ସେହିପରି ପାଟରାଣୀ ହିସାବରେ ରହିବେ ଏଥିରେ ତୁମର ଅଭିମତ ତୁମର ଇଚ୍ଛା ପ୍ରଭୁ ସବୁ ତୁମର ଇଚ୍ଛା ବିଭୀଷଣ ପ୍ରଭୁ ତୁମେ ତ ଜ୍ଞାନୀ ହାରିବା ଜିଣିବା କ୍ଷତ୍ରିୟର ଧର୍ମ ରାଜନୀତି ପ୍ରଥା ନେଇ ସବଦାହ କରିବାର ଯତ୍ନ ନିଅ ଏବଂ 29 କ୍ରିୟା ସମାପନ କର ପ୍ରଭୁ ରଘୁନାଥ ସ୍ୱାମୀଙ୍କ ଅଙ୍ଗରେ ସ୍ୱାମୀଙ୍କ ଅଙ୍ଗରେ ଅଗ୍ନି ସଂଯୋଗ କରିବି ଆହେ ମନ୍ଦ ବିଧାତା ସତୀ ତୋର ସ୍ୱାମୀକୁ ନରକକୁ ନ ତୋର ସ୍ୱାମୀକୁ ନରକକୁ ନ ଠେଲି ବୈକୁଣ୍ଠ ପ୍ରାପ୍ତି କର ସବଦାହ କରି ବିଭୀଷଣ ଆଦେଶ ଦିଅ ସବଦାହ କରିବାକୁ ଆଉ କାନ୍ଦିଲେ ମଧ୍ୟ ଭାଇ ଉପଲବ୍ଧି କରିପାରିବ ନାହିଁ ରାକ୍ଷସଗଣ ଶବକୁ ନେଇ ଚାଲ ସବୁକୁ ନେଇ ଚାଲ ଅନ୍ତ୍ୟେଷ୍ଟି କ୍ରିୟା କରିବା ପାଇଁ ଚନ୍ଦନ ଅଗୁରରେ ଦାହ କରିବା କ୍ରିୟା ସମାପ୍ତ କରିବା
ରାଣୀଗଣେ ଆଉ କନ୍ୟାର ରୋଦନ କରନ୍ତୁ। ଶବକୁ ନେଇ ଅନ୍ତ୍ୟେଷ୍ଟି କ୍ରିୟା କରିବା